ଆଜିର ଆଲୋଚନାରେ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଏକ ରୋମାଞ୍ଚକର ଯାତ୍ରାରେ ଯିବା ସିଧା ପ୍ରାଗୈତିହାସିକ ଭାରତ ଭିତରକୁ। ଏମିତି ଏକ ସମୟ ଯେତେବେଳେ ଲିଖିତ ଇତିହାସ ନଥିଲା, କେବଳ ପଥର ଆଉ ପରେ ତମ୍ବା। ଏସବୁ କେମିତି ମଣିଷ ଜୀବନକୁ ବଦଳେଇଲା ସେଇ ବିଷୟରେ କଥା ହେବା। ଆମ ପାଖରେ କିଛି ବହୁ ବିକଳ୍ପୀୟ ପ୍ରଶ୍ନ ମାନେ MCQs ଅଛି, ଆଉ ତାର ବିଶ୍ଳେଷଣ। ଏଇଟା ଆମକୁ ସେଇ ପ୍ରାଚୀନ ଯୁଗକୁ ବୁଝିବାରେ ସାହାଯ୍ୟ କରିବ। ହଁ, ନିଶ୍ଚୟ। ଏ ପ୍ରଶ୍ନୋତ୍ତର ମାଧ୍ୟମରେ ଆମେ ସେଇ ଯୁଗର ଗଭୀରତାକୁ ଛୁଇଁବାକୁ ଚେଷ୍ଟା କରିବା। ଆମର ଲକ୍ଷ୍ୟ ହେଉଛି ପ୍ରତି ପ୍ରଶ୍ନ, ତାର ବିକଳ୍ପ, ଠିକ୍ ଉତ୍ତର ଆଉ କାହିଁକି ସେଇଟା ଠିକ୍ ସେସବୁକୁ ଭଲ ଭାବରେ ବୁଝିବା। ଆଜ୍ଞା, ଏମିତି କଲେ ଆମେ ଭାରତର ଆଦିମାନବଙ୍କ ଜୀବନ, ତାଙ୍କ ଉପକରଣ ଆଉ ତାଙ୍କର ବିକାଶ ବିଷୟରେ ଗୋଟିଏ ସ୍ପଷ୍ଟ ଚିତ୍ର ପାଇପାରିବା। ହଁ, ଇତିହାସକୁ ଏମିତି ପଢ଼ିବାର ଗୋଟେ ଅଲଗା ମଜା ଅଛି। ତେବେ ଚାଲନ୍ତୁ ଆରମ୍ଭ କରିବା। ଆଚ୍ଛା, ପ୍ରଥମ ପ୍ରଶ୍ନ, ସବୁଠୁ ମୌଳିକ ପ୍ରଶ୍ନରୁ। ଭାରତ ଭୂଖଣ୍ଡରେ ମଣିଷର ଉପସ୍ଥିତିର ସର୍ବପ୍ରାଚୀନ ପ୍ରମାଣ କୋଉଠୁ ମିଳେ? ଆମ ବିକଳ୍ପଗୁଡ଼ିକ ହେଲା ଏ. ଭୀମବେଟକା, ବି. ଅତିରାମପକ୍କମ, ସି. ବେଲନ ଉପତ୍ୟକା ଆଉ ଡି. ହୁଞ୍ଜଗି। ଏସବୁ ତ ବହୁତ ଜଣାଶୁଣା ଜାଗା। ହଁ, ସବୁଗୁଡ଼ିକ ହିଁ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ଆମେ ସର୍ବପ୍ରାଚୀନ କଥା କହିବା, ତେବେ ବର୍ତ୍ତମାନର ଗବେଷଣା ଅନୁସାରେ ତାମିଲନାଡୁର ଅତିରାମପକ୍କମରୁ ମିଳିଥିବା ପ୍ରମାଣ ହିଁ ସବୁଠୁ ପୁରୁଣା। ଅତିରାମପକ୍କମ? ଚେନ୍ନାଇ ପାଖରେ ଯୋଉଟା ଅଛି? ଆଜ୍ଞା, ସେଇଟା। ସେଠି ଖନନରୁ ନିମ୍ନପୁରା ପ୍ରସ୍ତର ଯୁଗର ପଥର ଉପକରଣ ମିଳିଛି, ଆଉ ସେଗୁଡ଼ିକର ସମୟ ବୈଜ୍ଞାନିକମାନେ କହୁଛନ୍ତି ପ୍ରାୟ 2 ମିଲିୟନ ବର୍ଷ ପୁରୁଣା ହୋଇପାରେ। ବାପ୍ରେ, 2 ନିୟୁତ ବର୍ଷ? ଏହା ତ କଳ୍ପନା ବାହାରେ। ସିନ୍ଧୁ ସଭ୍ୟତାଠାରେ ବି ବହୁତ ପୁରୁଣା। ହଁ, ବହୁତ ପୁରୁଣା। ସେଥିପାଇଁ ସଠିକ୍ ଉତ୍ତର ହେବ ବି. ଅତିରାମପକ୍କମ। ଆଚ୍ଛା, ତେବେ ଏ ଯୁଗକୁ ପ୍ରସ୍ତର ଯୁଗ କାହିଁକି କହୁଛନ୍ତି? ନିଶ୍ଚୟ ସେମାନଙ୍କର ଉପକରଣ ସହ ଏହାର କିଛି ସମ୍ବନ୍ଧ ଥିବ। ଆମର ପରବର୍ତ୍ତୀ ପ୍ରଶ୍ନ ସେଇଆ, ପ୍ରସ୍ତର ଯୁଗର ଲୋକମାନେ ମୁଖ୍ୟତଃ କ'ଣ ବ୍ୟବହାର କରୁଥିଲେ? ଅପସନ୍ ଅଛି ଲୁହା ଉପକରଣ, କାଂସ୍ୟ ଉପକରଣ, ପଥର ଉପକରଣ ନା କାଠ ଉପକରଣ। କହିଦଉଛି, ପ୍ରସ୍ତର ମାନେ ପଥର। ତେଣୁ ସେ ସମୟର ଲୋକମାନେ ମୁଖ୍ୟତଃ ପଥର ଉପକରଣ ଉପରେ ହିଁ ନିର୍ଭର କରୁଥିଲେ। ବିଭିନ୍ନ ପ୍ରକାର ପଥରକୁ ଭାଙ୍ଗି ଛେଞ୍ଚି ସେମାନେ ଶିକାର କରିବା, କାଟିବା, ଚୋପା ଛଡ଼େଇବା ପାଇଁ ଅସ୍ତ୍ର ତିଆରି କରୁଥିଲେ। ଆଚ୍ଛା, ଲୁହା କି କଂସ ସେତେବେଳେ ନଥିଲା? ନା ନା, ଲୁହା କଂସ୍ୟ ଭଳି ଧାତୁର ବ୍ୟବହାର ତ ବହୁତ ପରେ ଆସିଲା, ହଜାର ହଜାର ବର୍ଷ ପରେ। ପ୍ରାୟ ଖ୍ରୀଷ୍ଟପୂର୍ବ 3000 ପରେ ତାମ୍ରଯୁଗ, ଆଉ ତାପରେ ଯାଇ ଲୌହ ଯୁଗ। ଓହୋ, ବୁଝିଲି। ତେବେ ଏଇ ଯୋଉ ପୁରା ପ୍ରସ୍ତର ଯୁଗ କଥା ଆମେ କହୁଛେ, ଏଟା କେତେ ସମୟ ଧରି ଚାଲିଥିଲା? ଏହାର ସମୟସୀମାକୁ ନେଇ ବି ଗୋଟେ ପ୍ରଶ୍ନ ଅଛି। ବିକଳ୍ପ ଭିତରେ ଗୋଟେ ଅଛି 2 ନିୟୁତ ଖ୍ରୀଷ୍ଟ ପୂର୍ବରୁ 10,000 ଖ୍ରୀଷ୍ଟପୂର୍ବ। ଏଇଟା କ'ଣ ଠିକ୍? ହଁ, ସାଧାରଣ ଭାବେ ଏଇ ସମୟସୀମାକୁ ହିଁ ଗ୍ରହଣ କରାଯାଏ। ତେଣୁ ଉତ୍ତର ଏ 2 ନିୟୁତ ଖ୍ରୀଷ୍ଟପୂର୍ବରୁ 10,000 ଖ୍ରୀଷ୍ଟପୂର୍ବ। ଆଉ ଏଇଟା ମାନବ ଇତିହାସର ସବୁଠୁ ଲମ୍ବା ପର୍ଯ୍ୟାୟ। ଭାବନ୍ତୁ କେତେ ଲମ୍ବା ସମୟ। ସତରେ? ଆଉ ଏ ସମୟରେ ଲୋକମାନେ କେମିତି ରହୁଥିଲେ? ସେମାନେ ମୁଖ୍ୟତଃ ଯାଯାବର ଥିଲେ। ମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ବୁଲୁଥିଲେ, ଶିକାର କରୁଥିଲେ, ଖାଦ୍ୟ ସଂଗ୍ରହ କରୁଥିଲେ, ଗୁମ୍ଫାରେ କିମ୍ବା ଖୋଲା ଆକାଶ ତଳେ ରହୁଥିଲେ। ଆଉ ତାଙ୍କର ପଥର ଉପକରଣ ବି ସେତେ ପରିଷ୍କୃତ ନଥିଲା। ଏଇ ଯୁଗ ଶେଷ ହେଲା କେମିତି? ଏହି ଯୁଗର ଶେଷ ପ୍ରାୟ ବରଫ ଯୁଗର ଶେଷ ସହିତ ଜଡ଼ିତ। ଜଳବାୟୁ ବଦଳିଲା, ପୃଥିବୀ ଉଷୁମ ହେଲା, ଆଉ ତାପରେ ମଧ୍ୟପ୍ରସ୍ତର ଯୁଗ ଆସିଲା। ଆପଣ ଗୁମ୍ଫା କଥା କହିଲେ, ଏଇଟା ଶୁଣିକି ମୋର ଭୀମବେଟକା କଥା ମନେ ପଡ଼ିଗଲା। ବହୁତ ପ୍ରସିଦ୍ଧ ଜାଗା ସେଇଟା। ତା ଉପରେ ବି ଗୋଟେ ପ୍ରଶ୍ନ ଅଛି। ଭୀମବେଟକା ଗୁମ୍ଫା କେଉଁଥିପାଇଁ ଏତେ ପ୍ରସିଦ୍ଧ? ଧାତୁ ଉପକରଣ, ଶୈଳଚିତ୍ର, ଟେରାକୋଟା ମୂର୍ତ୍ତି ନା ଲୁହା ତରଳେଇବା ପାଇଁ? ଭୀମବେଟକା, ହଁ, ଏଇଟା ମଧ୍ୟପ୍ରଦେଶରେ ଅଛି, ଭୋପାଳ ପାଖରେ। ଆଉ ଏହାର ପ୍ରସିଦ୍ଧିର ମୁଖ୍ୟ କାରଣ ହେଉଛି ବି. ଶୈଳଚିତ୍ର, ମାନେ ରକ୍ ପେଣ୍ଟିଂସ୍। ସେଠି ଶହ ଶହ ପ୍ରାକୃତିକ ଗୁମ୍ଫା ଆଉ ପଥର ଚଟାଣ ଅଛି, ଆଉ ସେଗୁଡ଼ିକର କାନ୍ଥରେ ଆଦିମ ମଣିଷ ହଜାର ହଜାର ବର୍ଷ ଧରି ଚିତ୍ର ଆଙ୍କିଛି। କି ପ୍ରକାର ଚିତ୍ର ସେଗୁଡ଼ିକ? ଓ, ବହୁତ କିଛି ଅଛି। ସେମାନଙ୍କ ଜୀବନର ଝଲକ, ଶିକାର କରିବାର ଦୃଶ୍ୟ, ନାଚ, ଗୀତ, ପଶୁପକ୍ଷୀ, ସାମାଜିକ ରୀତିନୀତି, ଏମିତି ବହୁତ କିଛି। ଏଟା ସତରେ ସେହି ସମୟର ଜୀବନ ଆଉ ବିଶ୍ୱାସକୁ ବୁଝିବା ପାଇଁ ଗୋଟେ ଅମୂଲ୍ୟ ଭଣ୍ଡାର।
ଏ ଚିତ୍ରଗୁଡ଼ାକୁ ଦେଖିଲେ ଲାଗେ ସତେ ଯେମିତି ଆମେ ସେ ଅତୀତ ଭିତରକୁ ଚାଲି ଯାଇଛୁ ଆଉ ଏଥିରୁ ତାଙ୍କ ମୁଖ୍ୟ କାମ ବିଷୟରେ ବି କିଛି ଧାରଣା ମିଳୁଥିବ ନିଶ୍ଚୟ। ପରବର୍ତ୍ତୀ ପ୍ରଶ୍ନ ସେଇଆ, ପୁରାପ୍ରସ୍ତର ଯୁଗର ମଣିଷର ମୁଖ୍ୟ ବୃତ୍ତି କ'ଣ ଥିଲା? କୃଷି, ବାଣିଜ୍ୟ, ଶିକାର, ଖାଦ୍ୟ ସଂଗ୍ରହ ନା ପଶୁପାଳନ? ଆପଣ ଠିକ୍ କହିଲେ। ଭୀମଭେଟକା ଚିତ୍ରରେ ଶିକାରର ଦୃଶ୍ୟ ବହୁତ ଦେଖିବାକୁ ମିଳେ ଆଉ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ବି ସେଇଆ କହୁଛେ। ପୁରାପ୍ରସ୍ତର ଯୁଗର ଲୋକଙ୍କ ମୁଖ୍ୟ ଜୀବିକା ଥିଲା ଶିକାର ଓ ଖାଦ୍ୟ ସଂଗ୍ରହ, ଫୁଡ୍ ଗ୍ୟାଦରିଂ ଆଣ୍ଡ ହଣ୍ଟିଂ। ସେମାନେ ବଣୁଆ ପଶୁଙ୍କୁ ମାରୁଥିଲେ ଆଉ ଜଙ୍ଗଲରୁ ଫଳମୂଳ, କନ୍ଦମୂଳ, ମହୁ ଏସବୁ ସଂଗ୍ରହ କରି ଚଳୁଥିଲେ। ମାନେ ସେମାନେ ଖାଦ୍ୟ ତିଆରି କରୁନଥିଲେ, କେବଳ ଯୋଗାଡ଼ କରୁଥିଲେ। ଏକଦମ। ସେତେବେଳେ କୃଷି କିମ୍ବା ପଶୁପାଳନ ଆରମ୍ଭ ହୋଇନଥିଲା। ସେମାନେ ଖାଦ୍ୟ ଉତ୍ପାଦକ ନୁହଁ, ଖାଦ୍ୟ ସଂଗ୍ରାହକ ଥିଲେ। ଆଚ୍ଛା, ଏହାପରେ ଆସିଲା ମଧ୍ୟପ୍ରସ୍ତର ଯୁଗ। ଶୁଣିଛି ଏହାକୁ ଏକ ସଂକ୍ରମଣକାଳୀନ ଯୁଗ କୁହନ୍ତି। ଏକଥା କ'ଣ ସତ? ଗୋଟେ ପ୍ରଶ୍ନ ଅଛି ଯେ ମଧ୍ୟପ୍ରସ୍ତର ଯୁଗକୁ ଆଉ କେଉଁ ନାମରେ ଜଣାଯାଏ? ଆଉ ବିକଳ୍ପ ଭିତରେ ସଂକ୍ରମଣକାଳୀନ ପ୍ରସ୍ତର ଯୁଗ ଅଛି। ହଁ, ଏହା ପୂରାପୂରି ଠିକ୍। ମଧ୍ୟପ୍ରସ୍ତର ଯୁଗ ବା ମେସୋଲିଥିକ୍ ଯୁଗକୁ ବି ସଂକ୍ରମଣକାଳୀନ ପ୍ରସ୍ତର ଯୁଗ କୁହାଯାଏ। କାରଣ ଏଇଟା ପୁରାପ୍ରସ୍ତର ଯୁଗର ଶିକାରୀ ସଂଗ୍ରାହକ ଜୀବନ ଆଉ ନୂତନ ପ୍ରସ୍ତର ଯୁଗର କୃଷିଭିତ୍ତିକ ସ୍ଥାୟୀ ଜୀବନ, ଏ ଦୁଇଟା ଭିତରେ ଗୋଟେ ପୋଲ୍ ଭଳି କାମ କଲା। ଏ ସମୟରେ କ'ଣ ବଡ଼ ପରିବର୍ତ୍ତନ ଆସିଲା? ଏ ସମୟରେ ଜଳବାୟୁ ବଦଳିଲା। ବରଫ ଯୁଗ ସରିଗଲା ପରେ ପୃଥିବୀ ଟିକେ ଗରମ ହେଲା। ତା ସହିତ ମଣିଷର ଜୀବନଶୈଳୀରେ ବି ଧୀରେ ଧୀରେ ପରିବର୍ତ୍ତନ ଆସିବା ଆରମ୍ଭ ହେଲା। ତାଙ୍କର ହତିଆର ବା ଉପକରଣରେ ବି କିଛି ବଦଳିଲା କି? ଗୋଟେ ପ୍ରଶ୍ନ ଅଛି, ମଧ୍ୟପ୍ରସ୍ତର ଯୁଗର ବୈଶିଷ୍ଟ୍ୟପୂର୍ଣ୍ଣ ଉପକରଣ କ'ଣ ଥିଲା? ବିକଳ୍ପରେ ଅଛି ମାଇକ୍ରୋଲିଥ୍, ହାତକୁରାଢ଼ୀ, ସେଲ୍ଟ ଆଉ ତମ୍ବା ବ୍ଲେଡ୍। ହଁ, ନିଶ୍ଚିତ ଭାବେ ବଦଳିଲା। ଏହି ଯୁଗର ସବୁଠୁ ବଡ଼ ବୈଶିଷ୍ଟ୍ୟ ଥିଲା ମାଇକ୍ରୋଲିଥ୍, ମାନେ କ୍ଷୁଦ୍ର ପଥର ଉପକରଣ। ପୁରାପ୍ରସ୍ତର ଯୁଗର ବଡ଼ ବଡ଼ ମୋଟା ଉପକରଣ ବଦଳରେ ଏବେ ଛୋଟ ଛୋଟ ଜ୍ୟାମିତିକ ଆକାରର ବହୁତ ଧାରୁଆ ପଥର ଫଳକ ତିଆରି ହେଲା। ଏ ଛୋଟ ଉପକରଣରେ କ'ଣ ସୁବିଧା ହେଲା? ଏଗୁଡ଼ିକୁ ସେମାନେ କାଠ କିମ୍ବା ହାଡ଼ର ହ୍ୟାଣ୍ଡେଲରେ ଲଗେଇ ପାରୁଥିଲେ ଆଉ ତାପରେ ତୀର, ବର୍ଚ୍ଛା, ଛୁରୀ ଏମିତି ଅଧିକ କୁଶଳୀ ଅସ୍ତ୍ର ତିଆରି କରୁଥିଲେ। ଶିକାର କରିବା ସହଜ ହେଲା। ଓହୋ, ବୁଝିଲି। ଆଉ ଗୋଟେ ବଡ଼ ପରିବର୍ତ୍ତନ କଥା ଶୁଣିଛି, ପଶୁମାନଙ୍କୁ ପୋଷା ମନେଇବା। ଏଇଟା କୋଉ ଯୁଗରେ ଆରମ୍ଭ ହେଲା? ପୁରାପ୍ରସ୍ତର, ମଧ୍ୟପ୍ରସ୍ତର, ନୂତନ ପ୍ରସ୍ତର ନା ତାମ୍ରପ୍ରସ୍ତର ଯୁଗ? ପଶୁପାଳନର ଆରମ୍ଭ ମଧ୍ୟ ଏହି ସଂକ୍ରମଣ ସମୟରେ ହିଁ ହେଲା। ତେଣୁ ସଠିକ୍ ଉତ୍ତର ହେଉଛି ବି, ମଧ୍ୟପ୍ରସ୍ତର ଯୁଗ। ରାଜସ୍ଥାନର ବାଗର କିମ୍ବା ମଧ୍ୟପ୍ରଦେଶର ଆଦମଗଡ଼ ଭଳି ଜାଗାରୁ ଯେଉଁ ପ୍ରମାଣ ମିଳିଛି, ସେଥିରୁ ଜଣାପଡ଼ୁଛି ଯେ ମଣିଷ ଏହି ସମୟରେ କୁକୁର, ଛେଳି, ମେଣ୍ଢା, ଗାଈଗୋରୁ ଏମାନଙ୍କୁ ପୋଷା ମନେଇବା ଆରମ୍ଭ କରିଦେଇଥିଲା। ଆଚ୍ଛା, ଏଇଟା ତ ଭବିଷ୍ୟତ ପାଇଁ ବହୁତ ବଡ଼ କଥା ଥିଲା। ହଁ, ନିଶ୍ଚୟ। ସ୍ଥାୟୀ ଜୀବନ ଆଉ କୃଷି ପାଇଁ ଏଇଟା ଗୋଟେ ପ୍ରକାରର ମୂଳଦୁଆର ପକେଇଲା। ଠିକ୍ ଅଛି। ଏହାପରେ ଆସିଲା ନୂତନ ପ୍ରସ୍ତର ଯୁଗ ବା ନିଓଲିଥିକ୍ ଏଜ୍। ଏ ଯୁଗକୁ ତ ଏକ ବିପ୍ଳବ ବୋଲି କୁହାଯାଏ। କାହିଁକି? ପରବର୍ତ୍ତୀ ପ୍ରଶ୍ନ ସେଇ ବିଷୟରେ। ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରଥମେ କ'ଣ ଏମିତି କଲେ ଯାହା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା? ପଥର ଉପକରଣ ବ୍ୟବହାର, କୃଷି ଆରମ୍ଭ, ନିଆଁ ଆବିଷ୍କାର ନା ସମୁଦ୍ର ପଥରେ ବାଣିଜ୍ୟ? ନୂତନ ପ୍ରସ୍ତର ଯୁଗର ସବୁଠାରୁ ବଡ଼ ଆଉ ବୈପ୍ଳବିକ କଥା ଥିଲା କୃଷିର ଆରମ୍ଭ, ଫାର୍ମିଂ। ମଣିଷ ପ୍ରଥମ ଥର ପାଇଁ ନିଜେ ଖାଦ୍ୟ ଉତ୍ପାଦନ କରିବା ଶିଖିଲା। ଜଙ୍ଗଲୀ ଘାସରୁ ଗହମ, ବାର୍ଲି ଭଳି ଶସ୍ୟ ଚାଷ କଲା। ଆଚ୍ଛା, ତେଣୁ ଖାଦ୍ୟ ସଂଗ୍ରହ କରୁ ଖାଦ୍ୟ ଉତ୍ପାଦକ ହେଲା। ଏକଦମ। ଆଉ ଏଇ ଗୋଟିଏ ଜିନିଷ ମଣିଷ ସମାଜକୁ ପୁରା ବଦଳେଇ ଦେଲା। ନିଆଁର ବ୍ୟବହାର ତ ଆଗରୁ ବି ଜଣାଥିଲା, କିନ୍ତୁ କୃଷି ଗୋଟେ ନୂଆ ଦୁନିଆ ଆରମ୍ଭ କଲା। ହଁ, ବୁଝିହେଉଛି। କୃଷି ଆରମ୍ଭ ହେଲା ମାନେ ଲୋକଙ୍କୁ ଗୋଟେ ଜାଗାରେ ରହିବାକୁ ପଡ଼ିଲା ନିଶ୍ଚୟ, ସ୍ଥାୟୀ ବସତି ସ୍ଥାପନ ହେଲା। ତେବେ ଭାରତରେ ଏହି ନୂତନ ପ୍ରସ୍ତର ଯୁଗର ସବୁଠୁ ପୁରୁଣା ସ୍ଥାନ କୋଉଟା? ବିକଳ୍ପରେ ଅଛି ମେହେରଗଡ଼, ବୁର୍ଜାହୋମ, ଚିରାନ୍ଦ ଆଉ ବେଲନ ଉପତ୍ୟକା। ହଁ, କୃଷି ପାଇଁ ସ୍ଥାୟୀ ଜୀବନ ଆଉ ଗାଁ ଗଢ଼ି ଉଠିଲା। ଭାରତୀୟ ଉପମହାଦେଶ କଥା ଯଦି କହିବା, ତେବେ ବର୍ତ୍ତମାନ ପାକିସ୍ତାନର ବଲୁଚିସ୍ତାନରେ ଥିବା ମେହେରଗଡ଼କୁ ସାଧାରଣତଃ ସବୁଠୁ ପୁରୁଣା ନୂତନ ପ୍ରସ୍ତର ସ୍ଥଳ ବୋଲି ଧରାଯାଏ। ଏହାର ସମୟ ପ୍ରାୟ 7000 ଖ୍ରୀଷ୍ଟପୂର୍ବରୁ ପଛକୁ ଯାଏ। 7000 ଖ୍ରୀଷ୍ଟପୂର୍ବ। ସେଠୁ କ'ଣ କ'ଣ ମିଳିଛି? ସେଠୁ ପ୍ରାଥମିକ କୃଷିର ସ୍ପଷ୍ଟ ପ୍ରମାଣ ମିଳିଛି, ଯେମିତି ଗହମ, ବାର୍ଲି ଚାଷ। ତା ସହିତ ପଶୁପାଳନ,
ମାଟିକାନ୍ଥର ଘର ଆଉ ଶସ୍ୟ ରଖିବା ପାଇଁ ଗାତ ଏସବୁର ପ୍ରମାଣ ମିଳିଛି। ତାହେଲେ ଏହା ଦକ୍ଷିଣ ଏସିଆର ପ୍ରାଚୀନତମ କୃଷିଭିତ୍ତିକ ବସତି ଭିତରୁ ଗୋଟେ। ହଁ, ସେମିତି କହିପାରିବେ। ତେବେ ସେତେବେଳେ ଲୋକଙ୍କର ମୁଖ୍ୟ ଖାଦ୍ୟ କ'ଣ ଥିଲା? ଯେହେତୁ ମେହେରଗଡ଼ରୁ ଗହମ ଆଉ ବାର୍ଲି ମିଳିଲା, ତେବେ ସେଇଟା ହିଁ ମୁଖ୍ୟ ଖାଦ୍ୟ ଥିଲା କି? ବିକଳ୍ପରେ ଚାଉଳ, ଗହମ ଓ ବାର୍ଲି, ମକା ଆଉ କେବଳ ମାଂସ ଅଛି। ଠିକ୍ କଥା। ମେହେରଗଡ଼ ଆଉ ଅନ୍ୟ ପ୍ରାରମ୍ଭିକ ନୂତନ ପ୍ରସ୍ତର ସ୍ଥାନରୁ ମିଳିଥିବା ପ୍ରମାଣ କହୁଛି ଯେ ଗହମ ଆଉ ବାର୍ଲି ହିଁ ସେମାନଙ୍କର ମୁଖ୍ୟ ଚାଷ କରାଯାଉଥିବା ଖାଦ୍ୟ ଥିଲା। ଅବଶ୍ୟ ତା ସହିତ ସେମାନେ ପାଳିଥିବା ପଶୁଙ୍କଠୁ ମାଂସ, କ୍ଷୀର ଏସବୁ ବି ପାଉଥିଲେ। ଚାଉଳ କି ମକା ନୁହେଁ? ଚାଉଳର ପ୍ରମାଣ ବି ମିଳିଛି, କିନ୍ତୁ ଅନ୍ୟ ଜାଗାରୁ ଆଉ ବୋଧହୁଏ ଟିକେ ପରେ। ମକା ତ ଭାରତକୁ ବହୁତ ପରେ ଆସିଲା। ଆଚ୍ଛା, ନୂତନ ପ୍ରସ୍ତର ଯୁଗର ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା ହେଉଛି ବୁର୍ଜାହୋମ୍। ଏଟା କୋଉଠି ଅଛି? କାଶ୍ମୀର, ବିହାର, ଓଡ଼ିଶା ନା ଗୁଜରାଟ? ବୁର୍ଜାହୋମ୍ ଏଟା ଗୋଟେ ବହୁତ ୟୁନିକ୍ ଜାଗା। ଏହା ଅଛି କାଶ୍ମୀରରେ, ଶ୍ରୀନଗର ପାଖରେ। ଏହାର କ'ଣ ବିଶେଷତ୍ୱ? ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଠି ମିଳିଥିବା ଗାତଘର, ପିଟ୍ ଡ୍ୱେଲିଂସ୍। ଓହୋ, ଗାତଘର। ଏଇଟା ମନେ ରଖିବା ଦରକାର। ଏହା ଉପରେ ଆଉ ଗୋଟେ ପ୍ରଶ୍ନ ମଧ୍ୟ ଅଛି। ଗାତଘର କେଉଁଠାରେ ଆବିଷ୍କୃତ ହୋଇଛି? ତେବେ ଉତ୍ତର ବୁର୍ଜାହୋମ୍ ହିଁ ହେବ। ହଁ, 16 ନମ୍ବର ପ୍ରଶ୍ନର ଉତ୍ତର ବୁର୍ଜାହୋମ୍। ଏ ଗାତଘର କ'ଣ ଥିଲା? କାହିଁକି ସେମାନେ ଏମିତି ରହୁଥିଲେ? କାଶ୍ମୀରରେ ତ ବହୁତ ଥଣ୍ଡା, ତେଣୁ ସେଇ ଥଣ୍ଡାରୁ ବଞ୍ଚିବା ପାଇଁ ଲୋକେ ମାଟି ତଳେ ଗୋଲାକାର କିମ୍ବା ଚାରିକୋଣିଆ ଗାତ ଖୋଳି ତା ଭିତରେ ରହୁଥିଲେ। ଗାତ ଭିତରକୁ ଯିବା ଆସିବା ପାଇଁ ସିଢ଼ି ଥିଲା, ଆଉ ଉପରେ ବୋଧହୁଏ କାଠ, ଡାଳପତ୍ର ଦେଇ ଛାତ କରୁଥିଲେ। ୱାଃ, ପରିବେଶ ସହିତ ଖାପ ଖୁଆଇ ଚଳିବାର କି ଚମତ୍କାର ଉପାୟ! ଆହୁରି ବିଶେଷ କଥା ହେଲା, ବୁର୍ଜାହୋମ୍ର ହାଡ଼ରେ ତିଆରି ବହୁତ ଉପକରଣ ମିଳିଛି। ଆଉ ଗୋଟେ ଜିନିଷ, ମଣିଷ ସହିତ ତାର ପୋଷା କୁକୁରକୁ ବି କବର ଦିଆଯାଇଥିବାର ପ୍ରମାଣ ମିଳିଛି। ଏଇଟା ଆଉ କୋଉଠି ସେତେ ଦେଖାଯାଏନି। ବହୁତ ଇଣ୍ଟରେଷ୍ଟିଂ। ଏବେ ଆସନ୍ତୁ ପରବର୍ତ୍ତୀ ଯୁଗକୁ ଯିବା। ତାମ୍ର ପ୍ରସ୍ତର ଯୁଗ ବା ଚାଲ୍କୋଲିଥିକ୍ ଏଜ୍। ଏ ନାଁରୁ କିଛି ଜଣାପଡ଼ୁଛି କି? ପ୍ରଶ୍ନଟି ହେଉଛି, ଏ ଯୁଗ କେଉଁ ବ୍ୟବହାର ଦ୍ୱାରା ଚିହ୍ନିତ ହୁଏ? ଏ. ତମ୍ବା ଓ ପଥର ଉପକରଣ। ବି. ଲୁହା ଉପକରଣ। ସି. କେବଳ କାଂସ୍ୟ। ଡି. ସୁନା ଅଳଙ୍କାର। ନାଟାକୁ ଟିକେ ଦେଖନ୍ତୁ। ଚାଲ୍କୋଲିଥିକ୍। ଚାଲ୍କୋ ମାନେ ତମ୍ବା ଆଉ ଲିଥିକ୍ ମାନେ ପଥର। ତେଣୁ ଏ ଯୁଗର ବୈଶିଷ୍ଟ୍ୟ ହେଲା ତମ୍ବା ଓ ପଥର ଉପକରଣର ଏକାଠି ବ୍ୟବହାର। ଲୋକମାନେ ନୂତନ ପ୍ରସ୍ତର ଯୁଗ ଭଳି ପଲିଶ ହୋଇଥିବା ପଥର ଉପକରଣ ବ୍ୟବହାର କରୁଥିଲେ, କିନ୍ତୁ ତା ସାଙ୍ଗକୁ ପ୍ରଥମ ଥର ପାଇଁ ଧାତୁ ବ୍ୟବହାର କଲେ, ମୁଖ୍ୟତଃ ତମ୍ବା। ଆଚ୍ଛା, ତମ୍ବାରେ କ'ଣ ତିଆରି କରୁଥିଲେ? ଛୋଟ ଛୋଟ ଉପକରଣ, ଯେମିତି କୁରାହାଡ଼ି, ଛୁରୀ, ମାଛଧରା କଣ୍ଟା ଆଉ କିଛି ଅଳଙ୍କାର ବି। ତାହେଲେ ଏଇଟା ପ୍ରସ୍ତର ଯୁଗରୁ ଧାତୁ ଯୁଗ ଆଡ଼କୁ ଗୋଟେ ବଦଳିବାର ସମୟ ଥିଲା? ହଁ, ଏକଦମ ଏକ ସଂକ୍ରମଣ ପର୍ଯ୍ୟାୟ। ଠିକ୍ ଅଛି। ତେବେ ଏହି ଯୁଗର କୌଣସି ମୁଖ୍ୟ ସ୍ଥାନ ଭାରତରେ ଅଛି କି? ବିକଳ୍ପରେ ଅଛି ଇନାମଗାଁଓ, କାଲିବଙ୍ଗନ, ଭୀମଭେଟକା, ବୁର୍ଜାହୋମ୍। ହଁ, ଭାରତରେ ଅନେକ ତାମ୍ରପ୍ରସ୍ତର ଯୁଗର ସ୍ଥାନ ଅଛି। এই ବିକଳ୍ପ ଭିତରୁ ଇନାମଗାଁଓ ଗୋଟେ ବହୁତ ପ୍ରମୁଖ ଉଦାହରଣ। ଇନାମଗାଁଓ, ଏଟା କୋଉଠି? ଏଟା ମହାରାଷ୍ଟ୍ରରେ ଅଛି। ଏଠୁ ଗୋଟେ ବଡ଼ ଗାଁର ପ୍ରମାଣ ମିଳିଛି। ସେଠି ଲୋକେ କୃଷି, ପଶୁପାଳନ କରୁଥିଲେ, ମାଟି ଘରେ ରହୁଥିଲେ, ବହୁତ ସୁନ୍ଦର ମାଟି ପାତ୍ର ତିଆରି କରୁଥିଲେ, ଆଉ ତମ୍ବା ବି ବ୍ୟବହାର କରୁଥିଲେ। ବାକି ବିକଳ୍ପଗୁଡ଼ିକ? ଦେଖନ୍ତୁ, କାଲିବଙ୍ଗନ ତ ମୁଖ୍ୟତଃ ସିନ୍ଧୁ ସଭ୍ୟତା ସହ ଜଡ଼ିତ, ଯଦିଓ ସେଠି ପ୍ରାକ୍ ହରପ୍ପା ସ୍ତର ବି ଅଛି। ଭୀମବେଟକା ତ ପୁରା ମଧ୍ୟପ୍ରସ୍ତର ଯୁଗର, ଆଉ ବୁର୍ଜାହୋମ୍ ନୂତନ ପ୍ରସ୍ତର ଯୁଗର। ତେଣୁ ଇନାମଗାଁଓ ହିଁ ଠିକ୍ ଉତ୍ତର। ବହୁତ ସ୍ପଷ୍ଟ ହୋଇଗଲା। ପ୍ରତ୍ୟେକ ଯୁଗର ନିଜ ନିଜର ବୈଶିଷ୍ଟ୍ୟ ଆଉ ସ୍ଥାନ ଅଛି। ଏହାକୁ ଆହୁରି ପକ୍କା କରିବା ପାଇଁ ଗୋଟେ ପ୍ରଶ୍ନ ଅଛି। ନିମ୍ନଲିଖିତ ମଧ୍ୟରୁ କେଉଁଟି ନୂତନ ପ୍ରସ୍ତର ଯୁଗ ସହିତ ସମ୍ବନ୍ଧିତ ନୁହେଁ? ବିକଳ୍ପ ଏ. ମାଟିପାତ୍ରର ବ୍ୟବହାର। ବି. ପଲିଶ ହୋଇଥିବା ପଥର ଉପକରଣ। ସି. ଲୁହା ଉପକରଣ। ଡି. କୃଷି। ଏଠି ଆମକୁ ଦେଖିବାକୁ ପଡ଼ିବ କୋଉଟା ନୂତନ ପ୍ରସ୍ତର ଯୁଗରେ ନଥିଲା। ଆମେ ଜାଣିଲେ ଯେ କୃଷି ତ ଏଇ ଯୁଗର ମୁଖ୍ୟ ଆବିଷ୍କାର। କୃଷି ଆସିଲା ମାନେ ଖାଦ୍ୟ ରଖିବା, ରାନ୍ଧିବା ପାଇଁ ମାଟିପାତ୍ର ବି ଆସିଲା, ଆଉ ଏ ଯୁଗର ପଥର ଉପକରଣ ଗୁଡ଼ିକ ବି ଆଗ ଅପେକ୍ଷା ବେଶୀ ପଲିଶ, ଚିକଣ ଥିଲା। ତାହେଲେ ବାକି ରହିଲା ଲୁହା ଉପକରଣ। ହଁ, ସି. ଲୁହା ଉପକରଣ।
ଲୁହାର ବ୍ୟବହାର ନୂତନ ପ୍ରସ୍ତର ଯୁଗରେ ଆଦୌ ନଥିଲା। ଲୁହା ବହୁତ ପରେ ଆସିଲା, ପ୍ରାୟ 1000 ଖ୍ରୀଷ୍ଟପୂର୍ବ ପାଖାପାଖି, ଯାହାକୁ ଆମେ ଲୁହା ଯୁଗ କହୁ। ତେଣୁ ଏଇଟା ହିଁ ସଠିକ୍ ଉତ୍ତର। ଠିକ୍ ଅଛି। ଆମେ ଆଗରୁ ଚାଉଳ ଚାଷ କଥା କହୁଥିଲେ। ଗହମ, ବାର୍ଲି ତ ମେହେରଗଡ଼ରୁ ମିଳିଲା। କିନ୍ତୁ ଭାରତରେ ଚାଉଳ ଚାଷର ସବୁଠୁ ପୁରୁଣା ପ୍ରମାଣ କୋଉଠୁ ମିଳେ? ମେହେରଗଡ଼, କୋଲ୍ଡିହୁଆ, ଇନାମଗାଁଓ ନା ଚିରାନ୍ଦ? ଚାଉଳ ଚାଷର ପ୍ରାଚୀନତମ ପ୍ରମାଣ ପାଇଁ କୋଲ୍ଡିହୁଆ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। କୋଲ୍ଡିହୁଆ ଏଟା କୋଉଠି? ଏଇଟା ଉତ୍ତରପ୍ରଦେଶରେ ଅଛି, ବେଲନ ନଦୀ ଉପତ୍ୟକାରେ। ଏଠୁ ମିଳିଥିବା ଧାନର ଅବଶେଷକୁ ପ୍ରାୟ 7000 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ପୁରୁଣା ବୋଲି କୁହାଯାଉଛି। 7000 ଖ୍ରୀଷ୍ଟପୂର୍ବ? ତାହେଲେ ଏଟା ଖାଲି ଭାରତ ନୁହେଁ, ଦୁନିଆର ସବୁଠୁ ପୁରୁଣା ଚାଉଳ ଚାଷ କେନ୍ଦ୍ର ଭିତରୁ ଗୋଟେ। ହଁ, ବୈଜ୍ଞାନିକମାନେ ସେମିତି ହିଁ କହୁଛନ୍ତି। ଆଚ୍ଛା, ଆଉ ଏ ଯୋଉ କୃଷିର ବିକାଶ ହେଲା, ତା ସହିତ ଗାଁ ଗହଳିର ଜୀବନ କେବେ ଆରମ୍ଭ ହେଲା? ପୁରା ପ୍ରସ୍ତର, ମଧ୍ୟପ୍ରସ୍ତର, ନୂତନ ପ୍ରସ୍ତର ନା ତାମ୍ର ପ୍ରସ୍ତର ଯୁଗରେ? ସ୍ଥାୟୀ ବସତି ଆଉ ଗ୍ରାମୀଣ ଜୀବନର ପ୍ରକୃତ ଆରମ୍ଭ ହେଲା ନୂତନ ପ୍ରସ୍ତର ଯୁଗରେ। କାରଣ କୃଷି ପାଇଁ ଲୋକଙ୍କୁ ଗୋଟେ ଜାଗାରେ ବର୍ଷ ବର୍ଷ ଧରି ରହିବାକୁ ପଡ଼ିଲା। ତେଣୁ ସେମାନେ ଘର ତିଆରି କଲେ, ପାଖାପାଖି ରହି ସମାଜ ଗଢ଼ିଲେ, ଖାଦ୍ୟ ସାଇତି ରଖିଲେ, ମାଟିପାତ୍ର ବନେଇଲେ, ଅନ୍ୟ ହାତକାମ ବିକଶିତ କଲେ। ଏସବୁ ମିଶି ଗାଁ ଜୀବନର ମୂଳଦୁଆ ପକେଇଲା। ଠିକ୍। ଏବେ ପୁଣି ଟିକେ ତାମ୍ରପ୍ରସ୍ତର ଯୁଗକୁ ଫେରିବା। ସେ ଯୁଗର ଲୋକମାନେ ମୁଖ୍ୟତଃ କେମିତିକା ଜାଗାରେ ବସତି କରୁଥିଲେ? ଜଙ୍ଗଲରେ, ସହରରେ, ନଦୀକୂଳିଆ ଗାଁରେ ନା ପାହାଡ଼ ଉପରେ? ତାମ୍ରପ୍ରସ୍ତର ଯୁଗର ଯେତେ ବି ମୁଖ୍ୟ ସ୍ଥାନ ମିଳିଛି, ଯେମିତି ଇନାମଗାଁଓ, ମାଲୱା, ଜୋର୍ୱେ ସଂସ୍କୃତିର ଜାଗା, ଏସବୁ ସାଧାରଣତଃ ନଦୀକୂଳିଆ ଅଞ୍ଚଳରେ ହିଁ ଥିଲା। ଗ୍ରାମୀଣ ବସତି ଥିଲା। ନଦୀକୂଳରେ କାହିଁକି? କାରଣ ସ୍ପଷ୍ଟ। ନଦୀ ପାଖରେ ରହିଲେ ଚାଷ ପାଇଁ ପାଣି ମିଳିଲା, ଗାଈଗୋରୁଙ୍କ ପାଇଁ ସୁବିଧା ହେଲା, ମାଟିପାତ୍ର ପାଇଁ ମାଟି ମିଳିଲା, ଆଉ ଯିବା ଆସିବା ପାଇଁ ବି ସୁବିଧା ଥିଲା। ବୁଝିଲି। ଏବେ ଶେଷ ପ୍ରଶ୍ନ। ଆମେ ଯେଉଁ ଯୁଗଗୁଡ଼ିକ ବିଷୟରେ ଏତେ କଥା ହେଲେ, ପୁରା ପ୍ରସ୍ତର, ମଧ୍ୟପ୍ରସ୍ତର, ନୂତନ ପ୍ରସ୍ତର ଆଉ ତାମ୍ର ପ୍ରସ୍ତର, ଏମାନଙ୍କ ଭିତରୁ ସମୟ ଅନୁସାରେ କୋଉଟା ଶେଷରେ ଆସିଥିଲା? ଏଇଟା ତ ସହଜ। କ୍ରମଟା ହେଉଛି ପ୍ରଥମେ ପୁରା ପ୍ରସ୍ତର, ତାପରେ ମଧ୍ୟପ୍ରସ୍ତର, ତାପରେ ନୂତନ ପ୍ରସ୍ତର, ଆଉ ଏଇ ଚାରିଟା ଭିତରେ ଶେଷରେ ଆସିଲା ତାମ୍ର ପ୍ରସ୍ତର ଯୁଗ। ଏହା ପରେ ଯାଇ କାଂସ୍ୟ ଯୁଗ ଆସିଲା, ଯେମିତି ସିନ୍ଧୁ ସଭ୍ୟତା, ଆଉ ତାପରେ ଲୌହ ଯୁଗ। ତେବେ ଏହି ପ୍ରଶ୍ନୋତ୍ତର ମାଧ୍ୟମରେ ଆମେ ପ୍ରାଗୈତିହାସିକ ଭାରତର ଏକ ବହୁତ ଲମ୍ବା ଓ ରୋମାଞ୍ଚକର ଯାତ୍ରା ଶେଷ କଲୁ। ଆମେ ଦେଖିଲେ କେମିତି ଆଦିମ ମଣିଷ ଲକ୍ଷ ଲକ୍ଷ ବର୍ଷ ଧରି କେବଳ ପଥରକୁ ନେଇ ବଞ୍ଚିଥିଲା, ଶିକାର କରି, ଖାଦ୍ୟ ସଂଗ୍ରହ କରି। ହଁ, ତାପରେ କେମିତି ଛୋଟ ଉପକରଣ ଆସିଲା, ପଶୁଙ୍କୁ ପୋଷା ମନେଇଲା, ଆଉ ତାପରେ କୃଷି, ଯେ ସବୁକିଛି ବଦଳେଇ ଦେଲା। ଗାଁ ବସିଲା। ଏବଂ ଶେଷରେ ଧାତୁ ମାନେ ତମ୍ବାର ବ୍ୟବହାର ଆରମ୍ଭ ହେଲା। ଏହି ପୁରା ବିକାଶ କ୍ରମକୁ ବୁଝିବା ନିହାତି ଜରୁରୀ। ନିଶ୍ଚିତ ଭାବରେ, କାରଣ ଏହି ଯୁଗଗୁଡ଼ିକରେ ଯାହା ସବୁ ଘଟିଲା, ପଥର ଉପକରଣର ବିକାଶ ହେଉ, ନିଆଁର ନିୟନ୍ତ୍ରିତ ବ୍ୟବହାର ହେଉ, କୃଷି, ପଶୁପାଳନ, ସ୍ଥାୟୀ ବସତି, ମାଟିପାତ୍ର, ଧାତୁକାମ, ଏସବୁ ହିଁ ପରବର୍ତ୍ତୀ ସମୟର ବଡ଼ ବଡ଼ ସମାଜ ଆଉ ମହାନ ସଭ୍ୟତାଗୁଡ଼ିକ ପାଇଁ ମୂଳଦୁଆ ପକେଇଥିଲା। ଆମେ ଆଜି ଯେଉଁଠି ଅଛେ, ତାର ଆରମ୍ଭ ସେଇଠୁ। ଆଚ୍ଛା, ଏ ଆଲୋଚନା ଶେଷରେ ଗୋଟେ କଥା ମନକୁ ଆସୁଛି। ଏ ଯେଉଁ ଲମ୍ବା ସମୟ, ପ୍ରାୟ 2 ନିୟୁତ ଖ୍ରୀଷ୍ଟପୂର୍ବରୁ ତାମ୍ରପ୍ରସ୍ତର ଯୁଗ ପର୍ଯ୍ୟନ୍ତ, ଏ ଭିତରେ ତ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଉ ଆବିଷ୍କାର ହେଲା। ଯଦି ଆମକୁ କେବଳ ଗୋଟିଏ ବାଛିବାକୁ କୁହାଯାଏ, ତେବେ କେଉଁ ଆବିଷ୍କାର ବା ନୂଆ ଜିନିଷଟା ଆମ ଆଧୁନିକ ମଣିଷ ସମାଜକୁ ଗଢ଼ିବାରେ ସବୁକୁ ବେଶୀ ପ୍ରଭାବ ପକାଇଛି ବୋଲି ଲାଗୁଛି? ସେଟା କ'ଣ? କୃଷି ନା ନିଆଁର ବ୍ୟବହାର, ପଶୁପାଳନ ନା ଧାତୁର ଆବିଷ୍କାର? ଏଇଟା ନିଶ୍ଚୟ ଭାବିବା ବୋଲି ଗୋଟେ ପ୍ରଶ୍ନ। ହଁ, ବହୁତ ଭଲ ପ୍ରଶ୍ନ। ସବୁର ନିଜ ନିଜ ଜାଗାରେ ମହତ୍ତ୍ୱ ଅଛି। ତେବେ ଆଜିର ଏଇ ଗଭୀର ଅନୁଶୀଳନକୁ ଆମେ ଏଇଠି ଶେଷ କରୁଛୁ। ଆଶା କରୁଛୁ ଏ ଆଲୋଚନା ସମସ୍ତଙ୍କୁ ଭଲ ଲାଗିଥିବ।